ସମସ୍ତଙ୍କର ସରକାରୀ ଚାକିରି କରିବାର ଇଚ୍ଛା ହେଉଛି, ଆଗ୍ରହ ହେଉଛି ଏଇ ଦୁଇଟି କାରଣ ପାଇଁ, ଯେ କାମ ନ କରିବା ଆଉ ଦୁର୍ନୀତି ଭ୍ରଷ୍ଟାଚାରରେ ଲିପ୍ତ ହେବା। ଯାହାଫଳରେ କି ଆପଣ ତ କିଛି ସମୟ ପୂର୍ବରୁ ପଚାରୁଥିଲେ ଯେ ଯେଉଁ ମୁଖ୍ୟ ଯନ୍ତ୍ରୀ ଯିଏ ଅଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର, ତାଙ୍କ ଘରୁ 2 କୋଟି ଟଙ୍କା ବର୍ତ୍ତମାନ ବାହାରିଛି। କାହିଁକି ବାହାରୁଛି? ତାର କାରଣ ହେଉଛି ସେଟା ହେଉଛି ସରକାରୀ ଚାକିରି। ଘରୋଇ ଚାକିରି ଯଦି ଆପଣ କରିବେ, ଆପଣଙ୍କୁ କ'ଣ ଆପଣଙ୍କ ମାଲିକ ଛାଡ଼ିଦେବ? ସରକାରୀ ଚାକିରିକୁ କରିବା ପାଇଁ ଏତେ ଆଗ୍ରହ କାହିଁକି? ଆପଣ 42 ବର୍ଷରେ ଘରୋଇ କମ୍ପାନୀରେ ମଧ୍ୟ ଚାକିରି କରିପାରନ୍ତି, ସେ ନେଇପାରିବେ। ସମସ୍ତଙ୍କର ସରକାରୀ ଚାକିରି ପ୍ରତି ବଡ଼ ଆଗ୍ରହ କାହିଁକି? ଯେ ସେଠାରେ କାମ ନ କରିକି ମଧ୍ୟ ସେ ଚାକିରିରେ ରହିବ। ଆଉ ପଇସା ମାରିକି ଖାଇବା ପାଇଁ ସରକାରୀ ଚାକିରିରେ ଗୋଟେ ବହୁତ ବଡ଼ ସୁଯୋଗ ରହିଛି। ସମସ୍ତଙ୍କର ସରକାରୀ ଚାକିରି କରିବାର ଇଚ୍ଛା ହେଉଛି, ଆଗ୍ରହ ହେଉଛି ଏଇ ଦୁଇଟି କାରଣ ପାଇଁ, ଯେ କାମ ନ କରିବା ଆଉ ଦୁର୍ନୀତି ଭ୍ରଷ୍ଟାଚାରରେ ଲିପ୍ତ ହେବା। ଯାହାଫଳରେ କି ଆପଣ ତ କିଛି ସମୟ ପୂର୍ବରୁ ପଚାରୁଥିଲେ ଯେ ଯେଉଁ ମୁଖ୍ୟ ଯନ୍ତ୍ରୀ ଯିଏ ଅଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର, ତାଙ୍କ ଘରୁ 2 କୋଟି ଟଙ୍କା ବର୍ତ୍ତମାନ ବାହାରିଛି। କାହିଁକି ବାହାରୁଛି? ତାର କାରଣ ହେଉଛି ସେଟା ହେଉଛି ସରକାରୀ ଚାକିରି। ଘରୋଇ ଚାକିରି ଯଦି ଆପଣ କରିବେ, ଆପଣଙ୍କୁ କ'ଣ ଆପଣଙ୍କ ମାଲିକ ଛାଡ଼ିଦେବ? ତାପରେ ମୁଁ ତ ବର୍ତ୍ତମାନ କହୁଛି ଯେ କାହିଁକି ମାନେ ଅବସର ଗ୍ରହଣର ବୟସ ହେଉଛି 60। ତେଣୁ ବର୍ତ୍ତମାନ ସରକାର ତାକୁ 60 ବର୍ଷ ପର୍ଯ୍ୟନ୍ତ ବଢ଼େଇ ଦେଉନାହାନ୍ତି। ଅର୍ଥାତ୍ 60 ବର୍ଷ ପର୍ଯ୍ୟନ୍ତ ଜଣେ ତାର ଚେଷ୍ଟା କରି ଚାଲିଥିବ ଏବଂ ଯଦି ବାଇଚାନ୍ସ କେତେବେଳେ କେମିତି ବାଜିଗଲା ସେ ଚାକିରି, ତାହେଲେ ସେଇ କିଛି ଦିନ ଭିତରେ ଯେତିକି ଲୁଟ୍ କରିବା କଥା ସେ କରିନେବ। ଆପଣ ଏତିକି ମନେ ରଖନ୍ତୁ, ଯେତେବେଳେ ବ୍ରିଟିଶ ସରକାର ଥିଲେ ସେତେବେଳେ ଯେଉଁ ICS ଚାକିରି ଥିଲା, ସେଥିପାଇଁ ତାର ବୟସ ପ୍ରଥମେ ଥିଲା 18, ତାପରେ ତାକୁ ବଢ଼େଇକି କରାଗଲା 22। ଶେଷ ପର୍ଯ୍ୟନ୍ତ ସେ 22 ଥିଲା। ଏ ରହିବା ମଧ୍ୟ ଉଚିତ, କାରଣ ଯେତେବେଳେ ଜଣେ ପାଠ ପଢ଼ିକି ନୂଆ ଆସିଥାଏ, ତା ମନ ଭିତରେ ଗୋଟେ ଆଦର୍ଶଗତ ଚରିତ୍ର ଗୋଟେ ଥାଏ। ସେତେବେଳେ ସିଏ ହେଉଛି କଞ୍ଚା ମାଟି। ତାକୁ ଆପଣ ଯେଉଁଭଳି ଭାବରେ ଚାହିଁବେ ତାକୁ ଆପଣ ଗଢ଼ିପାରିବେ। ଅର୍ଥାତ୍ ସେତେବେଳେ ତା ମନ ଭିତରେ ଯଦି ଭର୍ତ୍ତିଯିବ ଯେ ସିଏ ଆସିଛି ଯେ ଲୋକଙ୍କର ସେବା କରିବା ପାଇଁ, ତାହେଲେ ତାକୁ ସେତିକି ସମୟ ତାକୁ ଦିଆଯାଉ, ଯାହାଫଳରେ କି ସେ ଲୋକ ସେବା କରିବେ। କିନ୍ତୁ ଦିନକୁ ଦିନ ଚାକିରିର ସୀମାଟାକୁ ବଢ଼ୁଛି କାହିଁକି? ଚାକିରିର ସଂଖ୍ୟାଟା ବଢ଼ୁଛି କି? ସରକାରୀ ଚାକିରି ୟା ଦ୍ୱାରା ସରକାରୀ ଚାକିରିର ସୀମାଟା ବଢ଼ୁଛି କି? ଯେତିକି ଅଛି ଯେତିକି ସଂଖ୍ୟା ଅଛି ସେତିକି। ସେଇଟାକୁ ଧରାପରା ମରାମରି ସବୁ। यार मुख्य कारण जोटा कहली जे दुर्नीति भ्रष्टाचार करवा एवं काम न करवा, यहीटा हूँ मुख्य कथा। कारण आपण देखंतु जड़े लोक 42 वर्ष पर्यंत चाकरी कर चलथिबो, आपण कोन भाबुचे जे पर्यंत से चाकरीटा पाई नथिबो से पर्यंत से घर बसथिबो, से विभिन्न जगह रे काम करथो एवं काम करिकी सेठो केमिति लूट करा जाए, केमिति चोरी करा जाए से विषय भल करके शिखिकी आसथिबो एवं सरकारी चाकरी कला माने सेही लुटतराज पुणी आरंभ करिबो। तेणु मु यार संपूर्ण विरोधी। मोटे लोकंकर बयस वृद्धि हवा आदौ उचित नुहे। से 22-23 वर्ष भितर सेमानंकु चाकरी दिया जाऊ, जे चाकरी न पाइबो से घरोई चाकरी करू। सरकारी चाकरी प्रति कहीं एत आग्रह कहीं? तेणुक संपूर्ण भाव में ये पद्धति आदौ ठीक नुहे। भारतीय जनता पार्टी जो सरकार आसी परिवर्तन करू
एवं कम बयसरू सेमानंकु सुजोग दिया जाऊ एवं जो तीनिटी सुजोग वर्तमान दिया जाउछि से तीनिटी सुजोग दिया जाऊ आ अधिक सुजोग न दिया जाऊ जड़े लोक जदि 2 थर 4 थर जदि न पाइला ताल तो से गोटे अयोग्य लोक पुणी 50 बार ताको कहीं सुजोग दिया जिवो ये अयोग्यता ताको या फल बढ़ेवाटा होछि ना नहीं तेणु करिकी मु यार आदो समर्थक नुहे 42 वर्ष पर्यंत बढ़ेगा यही पारे किछि लोक संतुष्ट हेबे किंतु किछि लोक संतुष्ट हेले ये देशर लोकंकर कौन मंगल देशर लोकंकर कौन लाभ तेणु करिकी ये बयस बढ़ेबार सपक्ष में मु आग्रही।